ସାଙ୍ଗମାନେ ଦେବତା ଓ ଅସୁରମାନଙ୍କ ଭିତରେ ଏମିତି ଯୁଦ୍ଧ ହୁଏ ବୋଲି ମୁଁ କେବେ ଜାଣିନଥିଲି। ମୋବାଇଲରେ ଟିଭିରେ ତ ଦେଖିଥିଲି, ହେଲେ ସତରେ ଏମିତି ହୁଏ ବୋଲି ମୁଁ ଜାଣିନଥିଲି। ଏଠି ଦେଖିକି ମୁଁ ତ ପୁରା ଆଶ୍ଚର୍ଯ୍ୟ। ଏତେ ସୁନ୍ଦର ଖଣ୍ଡା ଧରି ଏମାନେ କଳା ପ୍ରଦର୍ଶନ କରୁଛନ୍ତି। ସତରେ ଏହି ଦୃଶ୍ୟ ଦେଖି ମୁଁ ଏମାନଙ୍କ ପାଖରୁ ବହୁତ କିଛି ଶିଖିଲି ଆଉ ବହୁତ ବି ଏନ୍ଜୟ କଲି। ସାଙ୍ଗମାନେ ମୋ ଭିଡ଼ିଓଟିକୁ ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ବହୁତ କିଛି ଶିଖିବେ ଆଉ ବହୁତ କିଛି ଜାଣିବାକୁ ପାଇବେ। ମୋ ପାଇଁ ନହେଲା ନାହିଁ, ଠାକୁରଙ୍କ ପାଇଁ ତ ଏ ଭିଡ଼ିଓ ତ ନିଶ୍ଚୟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୋର ଆଶା ଆପଣମାନେ ନିଶ୍ଚୟ ଏ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଆଉ ମୋତେ ସୁନ୍ଦର ସୁନ୍ଦର କମେଣ୍ଟ ଦେଇ ଜଣାଇବେ କେମିତି ଲାଗିଲା। ଦେଖନ୍ତୁ ସାଙ୍ଗମାନେ, ଏଇ ଯେଉଁ ବ୍ଲୁ କଲର୍ ଡ୍ରେସ୍ ପିନ୍ଧିଛନ୍ତି ସିଏ ହେଉଛନ୍ତି ଅସୁର, ଆଉ ଯେଉଁ ହଳଦିଆ କଲର୍ ଡ୍ରେସ୍ ପିନ୍ଧିଛନ୍ତି ସିଏ ହେଉଛନ୍ତି ଦେବତା। କେମିତି ଦେବତାମାନେ ଅସୁରକୁ ଗୁଡ଼ଉଛନ୍ତି ସାଙ୍ଗମାନେ ଆପଣମାନେ ଦେଖୁଛନ୍ତି ତ। ଆହୁରି ବହୁତ କିଛି ଦେଖିବା ପାଇଁ ମିଳିବ। ଏ ସବୁ ହେଉଛି ଦେବତା ଅଛନ୍ତି ହଳଦିଆ କପଡ଼ାରେ, ଆଉ ତାପରେ ଅସୁର ଯେତିକ ସବୁ ଆସିବେ ଏଠି ବ୍ଲୁ କଲର୍ କପଡ଼ା। ଏମାନଙ୍କ ଭିତରେ ଫାଇଟିଂ, ଏବେ ତ ଡ୍ୟାନ୍ସ ଚାଲିଛି, ଫାଇଟିଂ ବି ଦେଖିଲେ ବହୁତ ଏନ୍ଜୟ କରିବେ। ଆମ ଓଡ଼ିଶାରେ ବି ଏମିତି କଳାକୀର୍ତ୍ତି ହୁଏ, ଆଉ କେଉଁ ରାଜ୍ୟରେ ତ ହୁଏ ନାହିଁ। ଆମ ଓଡ଼ିଶାର କଳାକୀର୍ତ୍ତି ସଂସ୍କୃତି କେମିତି ପ୍ରଦର୍ଶନ କରୁଛନ୍ତି ଦେଖନ୍ତୁ। ସାଙ୍ଗମାନେ ଆପଣମାନେ ଯଦି ଆମ ଓଡ଼ିଶାରେ, ତାହେଲେ ପ୍ଲିଜ୍ ମୋ ଭିଡ଼ିଓଟିକୁ ଗୋଟେ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ ତ ନିଶ୍ଚୟ କରିବେ। ଯଦି ଆପଣମାନେ ଓଡ଼ିଶାବାସୀ, ତାହେଲେ ଆମ ଓଡ଼ିଶାର କଳାକୀର୍ତ୍ତି ଲୋକମାନଙ୍କ ପାଖରେ ପହଞ୍ଚିବେ। ଆମ ଓଡ଼ିଶାକୁ କେମିତି ଉପରେ କଳାକୀର୍ତ୍ତି ମାଧ୍ୟମରେ ଆମେ ସମସ୍ତଙ୍କୁ ଦେଖେଇବା ଆମ ଓଡ଼ିଶାରେ ସବୁ ଏମିତି କଳାକୀର୍ତ୍ତି ହୁଏ ବୋଲି। ସାଙ୍ଗମାନେ ମୋତେ ନିଶ୍ଚୟ ସପୋର୍ଟ କରିବେ ଆଉ ମୋ ଭିଡ଼ିଓରେ ଗୋଟେ ସବସ୍କ୍ରାଇବ୍ କରିବେ। ମୋର ଆଶା ଆପଣମାନେ ଏ ଭିଡ଼ିଓରୁ ବହୁତ କିଛି ଶିଖିବେ। ଆପଣମାନେ ଭିଡ଼ିଓଟିକୁ ଶୁଣନ୍ତୁ ଆଉ ନାଟକଟିକୁ ବୁଝନ୍ତୁ। ମୁଁ ଏବେ କହିବା ସମ୍ଭବ ନୁହେଁ, କାରଣ ପ୍ରବଳ ଭିଡ଼ରେ କହି ହେଉନାହିଁ, କହିଲେ ଶୁଭାଯିବନି। আজ মনে মস্ত হয়ে না সমস্ত যুবগণে, তাহলে জগতের বহুত কোনো শক্তি এবং সত্য পরীক্ষা করে দেখা যায়। হাত থেকে সেই অসুরে হইলেন ধন, তাই সমস্ত দেবগণ আনন্দিত হয়ে গাইছে হে কৃষ্ণ গোবিন্দ হরে মুরারি।